ଶିମିଳିପାଳ ବୁଲିବା ପାଇଁ ଅନଲାଇନ୍ ବୁକିଂ ଏଣିକି ବାଧ୍ୟତାମୂଳକ, ଯାହା ଆସନ୍ତା ଫେବୃଆରୀ 1 ତାରିଖରୁ ଲାଗୁ ହେବ ନୂଆ ନିୟମ। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ପର୍ଯ୍ୟଟନ ବିଭାଗ ଘୋଷଣା କରିଛି ଯେ ଆସନ୍ତା ଫେବୃଆରୀ 1 ତାରିଖରୁ ଶିମିଳିପାଳକୁ ପ୍ରବେଶ କରିବା ପାଇଁ କେବଳ ଅନଲାଇନ୍ ବୁକିଂ ହିଁ ଆବଶ୍ୟକ। ଏଠାରେ ଏବେ ଅଫଲାଇନ୍ ବୁକିଂରେ ମିଳୁଥିବା ଅସ୍ୱଚ୍ଛତା ଓ ଅନିୟମିତତାକୁ ଦୂର କରିବାକୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଶିମିଳିପାଳକୁ ପର୍ଯ୍ୟଟକମାନେ ଅନଲାଇନ୍ ଓ ଅଫଲାଇନ୍ ଦୁଇ ପ୍ରକାରରେ ବୁକିଂ କରୁଥିଲେ, କିନ୍ତୁ ପରେ ଦେଖାଯାଇଥିଲା ଏହି ଅଫଲାଇନ୍ ବୁକିଂରେ ହେରଫେର ଓ ଅନିୟମିତତା, ଯେଉଁଥିପାଇଁ ପର୍ଯ୍ୟଟକମାନେ ବାରମ୍ବାର ଅସୁବିଧାରେ ପଡୁଥିଲେ। ତେଣୁ ଏହାକୁ ଲକ୍ଷ୍ୟ ରଖି କେବଳ ଅନଲାଇନ୍ ବୁକିଂ ଏବେ ନିଆଯାଇଛି। ଅନଲାଇନ୍ ବୁକିଂ କରିବାର ପ୍ରକ୍ରିୟା ଜାଣି ନିଅନ୍ତୁ। ଆପଣମାନେ ଶିମିଳିପାଳର ପିଠାବଟା ଓ ଯଶୀପୁର ଗେଟ୍ ଦ୍ୱାରା ପ୍ରବେଶ କରିବାକୁ ଚାହିଁଲେ ତେବେ www.similipala.org କିମ୍ବା www.ecotourodisha.com ରେ ବୁକିଂ କରିପାରିବେ। ଏହି ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱଚ୍ଛତା ଓ ପର୍ଯ୍ୟଟନର ଗୁଣାତ୍ମକ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଲାଗୁ ହୋଇଛି। ଫଳରେ ପର୍ଯ୍ୟଟକମାନଙ୍କ ଅନୁଭବ ଆହୁରି ମନୋରମ ହେବା ସହିତ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅବିରାମ ପର୍ଯ୍ୟଟନ ରକ୍ଷା କରିବାରେ ସାହାଯ୍ୟ କରିବ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।